ଅନେକ ଅଛି କିନ୍ତୁ କୋଉ ସାହାଯ୍ୟ ଗଛରେ ପଡୁନି। ଏଇ ଗଛ ତମେ ଲକ୍ଷ୍ୟ କର କୋଉଟା ବି ପଡିନି। ହଁ ତ ମୁଁ ଭିଡ଼ିଓ ଗୋଟେ ବନଉଥିଲି ତାକୁ ଜାଣିଲି। ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ ଗୋପାଳ ଆଣ୍ଡ ପ୍ରମେୟ ବ୍ଲଗ୍ ଚ୍ୟାନେଲରେ ଆପଣଙ୍କୁ ସ୍ୱାଗତ କରୁଛି। ଆଜି ମୁଁ ନୂଆ ଦୃଶ୍ୟ ଆପଣମାନଙ୍କୁ ଗୋଟେ ଦେଖେଇବି। ମୁଁ ଯାଇଥିଲି ବ୍ଲଗ୍ ଆଉ ବ୍ଲଗ୍ରୁ ଫେରିଲି ତ ଦେଖନ୍ତୁ ବର୍ଷା କିଛି ନାହିଁ, କୁଆଡ଼େ ବି ବର୍ଷା ନାହିଁ। କିଛି ରାସ୍ତା ଦେଖୁଛନ୍ତି ପୁରା ଶୁଖିଲା ଅଛି ନା, ଯୁଆଡ଼େ ଦେଖିବେ ଶୁଖିଲା ଅଛି ପୁରା ପୁରି। ମୁଁ ଯେତେ ପର୍ଯ୍ୟନ୍ତ ଗଲି ସେତେ ପର୍ଯ୍ୟନ୍ତ ପୁରା ଶୁଖିଲା ରାସ୍ତା ଦେଖିଛି। ଆଉ ପରେ ବି ବର୍ଷା କୁଆଡ଼େ ପଡ଼ିନି ହେଲେ ତ ଆଜି ମେଘୁଆ ସିନ୍ ଅଛି କିନ୍ତୁ ବର୍ଷା ନାହିଁ। ତ ସେମିତିଆ ଜାଗାରେ ଆପଣମାନେ ଭାବୁଥିବେ ଏବେ କ'ଣ କହିବା ପାଇଁ ଚାହୁଁଛନ୍ତି। ଦେଖନ୍ତୁ ସେ ଜିନିଷ ଏମିତିଆ ଗୋଟେ ଜିନିଷ ଦେଖେଇବି ଆପଣମାନଙ୍କୁ। ତ ମୁଁ ଏଥିରେ ମଧ୍ୟ ଲୋକମାନଙ୍କୁ ଅପେକ୍ଷାକି ପଚାରିବି ତ ଏ ଜିନିଷ ବିଷୟରେ କ'ଣ ଜାଣିଛ କି ନା, ଜାଣିଛ କି ସେମାନେ ଜାଣିନଥିବେ ତ ଦେଖିବା, ଜାଣିଥିଲେ କ'ଣ କହିବେ। ଭାଇ ମୋ ପ୍ରଥମଟେ ଉପର ସାଇଡକୁ ଦେଖୁଛନ୍ତି ଏଇଟା ସାହାଜ ଗଛ ହେଲା। ଏ ଛୋଟିଆ ଗଛ ଯୋଉ ଦେଖୁଛନ୍ତି ଏଇଟା ହେଲା, ଏଇ ଗଛଟା ଏଇଟା ସାହାଜ ଗଛ। ଆ ତଳେ ଦେଖନ୍ତୁ ନା ଯୋଉ ଉଦା ଦେଖାଯାଉଛି। ମାନେ ଯେତେବେଳେ ବି ଆସ, ମାନେ ଖରା ଦିନରେ ହଉ ବୈଶାଖ ମାସରେ ହଉ କି ଯେକୌଣସି ଦିନରେ ଆସ, ଏଇ ଜାଗାରେ ଏମିତି ପୁରା ଉଦା ଥାଏ। ତ ଏଇ ଜିନିଷ ମୁଁ ଭାବି ପାରୁନି କେମିତି ଉଦା ହଉଛି ବୋଲିକି। ଏଇଟା ଗୋଟେ ରହସ୍ୟମୟ ବୋଲି ମୁଁ ଭାବୁଛି। କେମିତି ଆସିଲା ସାହାଜ ଗଛ, ଅନେକ ପ୍ରକାର ସାହାଜ ଗଛ ଦେଖିଛି କିନ୍ତୁ ଏମିତି କୋଉ ଗଛରେ ବର୍ଷା ପଡ଼ିଆର ମୁଁ ଜାଣିନି। ମାନେ ପାଣି ସଦାବେଳେ ହିଁ ପଡ଼େ। ତ ଏଇ ଜିନିଷ ମୁଁ କେବେଠୁ ବନେଇବି ବୋଲି ଭାବିଲି। ମୁଁ କେତେ ଦିନ ଲକ୍ଷ୍ୟ କଲି, ମୁଁ ଏମାନଙ୍କୁ ଟିକେ ପଚାରିଥିଲି ଏଇଟା ଗଛରେ କେମିତି ପାଣି ପଡୁଛି, କୋଉ ଗଛରେ ବି ପଡୁନି ହେଲେ ନାଇଁ ସାହାଜ ଗଛ ତ ଅନେକ ଅଛି କିନ୍ତୁ କୋଉ ସାହାଜ ଗଛରେ ପଡୁନି। ଏଇ ଗଛ ତମେ ଲକ୍ଷ୍ୟ କର କୋଉଟା ବି ପଡିନି। ହଁ ମୁଁ ଭିଡ଼ିଓ ଗୋଟେ ବନଉଥିଲି ତ ସବୁ ଜାଣିଛି। ତ ଦେଖନ୍ତୁ ସମସ୍ତେ ଦେଖିଛନ୍ତି ଏ ଜିନିଷ କିନ୍ତୁ ଏଇଟା ପଡୁଛି ବୋଲି କହୁଛନ୍ତି। ମାନେ ଆଉ କୋଉଠି ବି ପଡୁନାହାନ୍ତି, ସେମାନେ ବି ନିଜେ କହିଦେଲେ ନା। ତ ଦେଖନ୍ତୁ ଏ ଜିନିଷ ଥିଲା ଗୋଟେ ମୋ ପାଇଁ ଗୋଟେ ସରପ୍ରାଇଜ, ଆପଣମାନଙ୍କ ପାଇଁ ମଧ୍ୟ ଥିବ। ଯଦି ଆସୁଛନ୍ତି ଚକାଦ ରୋଡରେ ଆସିବେ ଚାହାଳି ଯିବା ବାଟରେ ଦେଖନ୍ତୁ ଏଇଟା ଗୋଟେ ସାହାଯ୍ୟ ଅଛି, ଗୋଟେ ଉଦା ହେଇଥିବ ତା ତଳେ ହେଲା। ଦେଖନ୍ତୁ ତା ତଳେ ଯୋଉଟେ ଉଦା ହେଇଥିବ ସେ ଗଛ ଦେଖିବେ, ସାହାଯ୍ୟ ଗଛଟା ହେଲା। ବେଶୀ ବଡ ଗଛ ନାହିଁ ଏଇଠି ଏ ଗଛଟା। ତ କ'ଣ ଆର ରହସ୍ୟ ରହିଛି? ତ ଆପଣମାନେ ଯଦି ଭାବୁଛନ୍ତି ଆସନ୍ତୁ ଦେଖନ୍ତୁ ଯାଆନ୍ତୁ। ଯଦି ମୋ ଭିଡ଼ିଓ ଯଦି ବିଶ୍ୱାସ କରୁଛନ୍ତି ବୋଲେ ମାନେ ମୋ ଭିଡ଼ିଓରେ ସତ୍ୟ କ'ଣ ଅଛି ନା ନାଇଁ ଜାଣିବା ପାଇଁ ହେଲେ, ଯଦି ପାଖାପାଖି ଅଞ୍ଚଳରେ ଦେଖୁଥିବେ, ଚକାଦ ବ୍ଲକର ହଉ କନ୍ଧମାଳ ଭିତରେ ଯିଏ ଯଦି ଦେଖୁଥିବେ ଆଉ ଚାହାଳି ପଞ୍ଚାୟତ ଭିତରେ ଦେଖୁଥିବେ, ନିଶ୍ଚିନ୍ତ ଭାବରେ ଆସିକି ଥରେ ଦେଖିକି ଯିବେ ଗଛଟାକୁ। ଦେଖନ୍ତୁ ପୁରା ଉଦା ହେଇଛି ସେ ଜାଗାରେ, ଆଉ କୁଆଡ଼େ ନାହିଁ। ସରପ୍ରାଇଜ ନା। ଆଉ ଭିଡ଼ିଓ ଟିକେ ଭଲ ଲାଗିଲା ନିହାତି ଭାବରେ ସେୟାର କରିବେ, କମେଣ୍ଟ କରିବେ ଆଉ ନିହାତି ଭାବରେ ଭାଇ ସବସ୍କ୍ରାଇବ କରିବେ ଆଉ ସପୋର୍ଟ କରନ୍ତୁ ନିହାତି ଭାବରେ। ଭାଇ ରହିଲି, ଜୟ ହିନ୍ଦ। କିନ୍ତୁ ସତ୍ୟ ଜିନିଷ ଦେଖେଇଲି। ଏ ଜିନିଷ ଆସିକି ମଧ୍ୟ ନିଜେ ଦେଖନ୍ତୁ, ନିଜ ଆଖିରେ ଜାଣନ୍ତୁ, ନିଜେ ବି ପରୀକ୍ଷା କରନ୍ତୁ କ'ଣ ଏ ଜାଗାରେ କ'ଣ ଅଛି। ତ ମୁଁ ଜାଣିନି, ମୁଁ ଆପଣଙ୍କୁ ଡରଉନି, କିଛି କରୁନି, କିନ୍ତୁ ଗୋଟେ ଜିନିଷ ଏଇଟା ଗୋଟେ ସତ୍ୟ ବୋଲି ମୁଁ କହୁଛି। ଏ ଜିନିଷ ହଉଛି ଅଲଗା ଗଛରେ, ଏମିତିଆ ଗଛରେ କିଛି ହଉନି, ହେଲେ ଏ ଗଛରେ ହିଁ ହୁଏ।